हेलो फ्रेंड्स नमस्कार जय जगन्नाथ आशा करছি ସମସ୍ତେ ଥିବେ ଭଲରେ। ଆଜିର ନୂଆ ଭିଡ଼ିଓକୁ ଆପଣଙ୍କୁ ବହୁତ ବହୁତ ସାରା ସ୍ୱାଗତ। ଚାଲନ୍ତୁ ଆଜି ବନେଇବା ଚିଙ୍ଗୁଡ଼ି ଆଳୁ ତରକାରୀ। ପ୍ରଥମେ ମୁଁ ଚିଙ୍ଗୁଡ଼ିକୁ ଧୋଇକି ତାକୁ ତେଲରେ ଭଲ ଭାବେ ଭାଜିକି ହଳଦୀ ଲୁଣ ଗୋଳେଇକି ଭଲ ଭାବେ ଭାଜିକି ରଖିଦେଇଛି। ଦୁଇଟା ଆଳୁ ତାକୁ ଭାଜିକି ରଖିଦେଇଛି। ଏଠି ହେଇଛି ଅଦା ରସୁଣ ପେଷ୍ଟ, ବିଲାତି ଗୋଟେ ପେଷ୍ଟ କରିଦେଇଛି, ପିଆଜ, ମସଲା ଗୁଣ୍ଡ, ହଳଦୀ, ତେଲ, ସ୍ୱାଦ ଅନୁସାରେ ଲୁଣ। ଚାଲନ୍ତୁ ପ୍ରସ୍ତୁତ କରିବା ଚିଙ୍ଗୁଡ଼ି ଆଳୁ ତରକାରୀ। ପ୍ରଥମେ ମୁଁ ଗୋଟେ କଡ଼ାଇ ବସେଇକି ତାକୁ ଗରମ କରିଦେଇଛି। ଅଳ୍ପ ତେଲ ପକାଇ ଦେଉଛି। ତେଲକୁ ଗରମ ହେଲା ପର୍ଯ୍ୟନ୍ତ ଟିକେ ଛାଡ଼ିଦେବା ଅଳ୍ପ ସମୟ। ବର୍ତ୍ତମାନ ଆମର ତେଲ ଗରମ ହେଇଯାଇଛି। ମୁଁ ଏଥିରେ କାଶ୍ମୀରୀ ଲଙ୍କା ଗୁଣ୍ଡ ନେଇଯାଇଛି ଗୋଟେ ଚାମଚ, ତେଜପତ୍ର ଗୋଟେ, ପିଆଜ ପକାଇଦେବା। ଭଲ ଭାବେ ମିକ୍ସ କରିଦେବା। କାଶ୍ମୀରୀ ଲଙ୍କାଟା ପକାଇବା ଫଳରେ ଆମର ବହୁତ ଭଲ ଲାଲ ହେଇଯାଇଥାଏ। ବହୁତ ଭଲ ଦେଖାଯାଉଛି। ଦେଖନ୍ତୁ କେତେ ସୁନ୍ଦର। ପିଆଜକୁ ଆମେ ଲାଲ ହେଲା ପର୍ଯ୍ୟନ୍ତ ଭାଜିବା। ବର୍ତ୍ତମାନ ଆମର ପିଆଜ ହେଇଗଲାଣି। ଆମେ ଏଥିରେ ପକାଇଦେବା ଅଦା ରସୁଣ ପେଷ୍ଟ। ଭଲ ଭାବେ ମିଶାଇଦେବା। ବର୍ତ୍ତମାନ ଆମର ପକାଇଦେବା ବିଲାତି ଗୋଟେ ମୁଁ ପେଷ୍ଟ କରିକି ତାକୁ କରିଦେଇଛି। ଏହି ଭାବରେ କଲେ ମସଲାଟା ଆମର ବହଳିଆ ହେଇଥାଏ। ବହୁତ ଭଲ ଲାଲ ଆସେ, ବହୁତ ଭଲ ଟେଷ୍ଟ ଲାଗେ। ଏଇଭଳି ଥଟେ କରିକି ବିଲାତିକି ପକାନ୍ତୁ। ବହୁତ ଭଲ ତରକାରୀଟା, ମସଲାଟା ବହୁତ ଭଲ ବହଳିଆ ଆସିବ। ମସଲା ଆମେ କମ୍ ବି ବହୁତ ପକାଇଛେ। ଦେଖନ୍ତୁ ମସଲାଟା ଆମର ହେଇ ଆସିଲାଣି। ଅଳ୍ପ ପାଣି ଟିକେ ଦେଇଦେବା। ମସଲାଟା ଆମର ଟିକେ ଲାଗି ଆସିଲେ ମସଲା ସିଝିନି। ଅଳ୍ପ ଟିକେ ଦେଇଦେଲେ ମସଲାଟା ଭଲ ଭାବେ ଆମର ସିଝିଯିବ। ତେଲରୁ ଆମର ମସଲା ଛାଡ଼ିଲେ ଜାଣି ଆମର ମସଲାଟା ଠିକ୍ ଭାବରେ ହେଇସାରିଲାଣି। ଦେଖନ୍ତୁ କେତେ ସୁନ୍ଦର ଆମର ତେଲରୁ ମସଲା ବର୍ତ୍ତମାନ ଆମର ଛାଡ଼ି ଆସିଲାଣି। ଆମର ମସଲା ହେଇ ଆସିଲାଣି। ବର୍ତ୍ତମାନ ଆମେ ପକାଇଦେବା ଏଥର ମସଲା ଗୁଣ୍ଡ। ମସଲା ଗୁଣ୍ଡରେ ମୁଁ ନେଇଯାଇଛି ଏଠି କରି ପାଉଡ଼ର, ଏଠି ନେଇଯାଇଛି ଚିକେନ୍ ମସଲା, ମିଟ୍ ମସଲା, ଆମର ଡାଲଚିନି ପାଉଡ଼ର, ହଳଦୀ ପାଉଡ଼ର। ଚାଲନ୍ତୁ ସବୁ ପକାଇକି ଭଲ ଭାବେ ମିକ୍ସ କରିଦେବା। ଅଳ୍ପ ପାଣି ଦେଇଦେବା। ଭଲ ଭାବେ ମିଶାଇଦେବା। ମସଲା ପାଉଡ଼ରଟା ଆମେ ପଛରେ ଦେବା ଫଳରେ ଆମର ମସଲାରେ ଲାଗେ ନା। ଲାଷ୍ଟକୁ ଦେଲେ ମସଲାଟା ଆମର ବହୁତ ଭଲ ହେଇସାରିଥାଏ। ଆମେ ମସଲା ଟିକେ ସମୟ ଅଳ୍ପ ସମୟ ଭାଜିଦେବା। ଏଇ ଭାବରେ ଆମର ତେଲ ମସଲା ସବୁ ମିଶିଗଲେ ବର୍ତ୍ତମାନ ଆମେ ପକାଇଦେବା ଆମର ଚିଙ୍ଗୁଡ଼ି ଆଳୁ। ବର୍ତ୍ତମାନ ଆମର ମସଲା ହେଇଗଲାଣି। ଚିଙ୍ଗୁଡ଼ି ଆଳୁକୁ ଏଥିରେ ପକାଇଦେବା। ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଭଲ ଭାବେ ମିଶାଇଦେବା। ଦେଖନ୍ତୁ କେତେ ସୁନ୍ଦର ବଢ଼ିଆ ବାସ୍ନା ଆସୁଛି ବି। ଦେଖନ୍ତୁ କେତେ ଭଲ ଭାବରେ ଆମର ମସଲା ବର୍ତ୍ତମାନ ଆମର ହେଇଗଲାଣି। ଚିଙ୍ଗୁଡ଼ି ଆଳୁ ଆମର ତରକାରୀ। ବର୍ତ୍ତମାନ ଆମେ ଏଥିରେ ପାଣି ଟିକେ ଦେଇଦେବା। ଆପଣଙ୍କ ହିସାବରେ କମ୍ ବହୁତ ଦେଇପାରନ୍ତି। ଦେଖନ୍ତୁ ଚିଙ୍ଗୁଡ଼ିଟା ଟିକେ ପାଣି ଝୋଳ ଟିକେ ରହିଲେ ବହୁତ ଭଲ ଟେଷ୍ଟ ଆସିଥାଏ। ବର୍ତ୍ତମାନ ଆମେ ଫୁଟିବା ପାଇଁ ଅଳ୍ପ ସମୟ ଛାଡ଼ିଦେବା। ଦେଖନ୍ତୁ ତରକାରୀଟା ବର୍ତ୍ତମାନ ଆମର ଫୁଟି ଯାଇଛି। ମୁଁ ଏଠି ନେଇଛି ବଟର ଟିକେ ଅପସନାଲ୍, ଆପଣ ପକାଇ ପାରନ୍ତି ବି ନ ପକାଇ ପାରନ୍ତୁ। କିନ୍ତୁ ବଟରଟା ପକାଇଲେ ବଟର ତରକାରୀର 2 ଗୁଣ ବହୁତ ଭଲ ଟେଷ୍ଟ ଆସିଥାଏ। ବର୍ତ୍ତମାନ ଆମର ତରକାରୀ ହେଇଗଲାଣି। ଲାଷ୍ଟକୁ ଆମେ ପକାଇଦେବା ଗରମ ମସଲା, ଧନିଆ ପାଉଡ଼ର। ଭଲ ଭାବେ ମିଶାଇଦେବା। ଗ୍ୟାସକୁ ଅଫ୍। ଦେଖନ୍ତୁ ବର୍ତ୍ତମାନ ଆମର ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଆଳୁ ତରକାରୀ। ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟ କରିବେ। ଭିଡ଼ିଓଟି ଯଦି ଭଲ ଲାଗିଥିବ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ ଦେବେ। ପ୍ଲିଜ୍ ଭିଡ଼ିଓଟି ସବସ୍କ୍ରାଇବ୍ କରିବେ। ରହୁଛି ଜୟ ଜଗନ୍ନାଥ।